ପ୍ରାର୍ଥନା ଅଗଷ୍ଟ 3, 1914। ଆଜି ସକାଳେ ମୋର ସମଗ୍ର ଆଧାର ହୋଇଉଠିଛି ନିର୍ବାକ ଆରାଧନା। ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରିଦେଇଛି। ପ୍ରସ୍ତୁତି ଓ କର୍ମ, କର୍ମ ଓ ପ୍ରସ୍ତୁତି ଗୋଟିଏ ପରେ ଗୋଟିଏ ଆସେ ଏବଂ ଯାଏ, ପରସ୍ପର ସହ ଏପରି ଓତପ୍ରୋତ ଯେ ସେମାନଙ୍କର ପାର୍ଥକ୍ୟ ଆବିଷ୍କାର କରିବା ଦୁରୂହ ହୋଇପଡ଼େ। ସେମାନଙ୍କର ସମ୍ମିଳନରେ ହିଁ ତ ପୃଥିବୀରେ ଦିବ୍ୟ ଜୀବନର ସ୍ଥିତି। ଯାହା ହେବାକୁ ହେବ ଏବଂ ଯାହା କରିବାକୁ ହେବ, ତୋ ଯନ୍ତ୍ରଟିକୁ ପୂର୍ଣ୍ଣାଙ୍ଗ କରିବା ଏବଂ ତାର ବ୍ୟବହାର କରିବା, ଦୁଇ କାର୍ଯ୍ୟ ଏକ ସଙ୍ଗେ ଚାଲିବ। ବର୍ତ୍ତମାନ ଯଦି ତୁ ଚାହୁଁ ଯନ୍ତ୍ରଟି ସମୃଦ୍ଧ ହେଉ, ତାର ବୃଦ୍ଧି ହେଉ, ଅସୀମ ଦିଗ୍ବଳୟ ବ୍ୟାପୀ ତାର ସକଳ ଦ୍ୱାର ଉନ୍ମୁକ୍ତ ହେଉ, ଯେଉଁ ଦେବତାଙ୍କୁ ସେ ପ୍ରକାଶ କରିପାରିବ ତାଙ୍କ ସହ ସେ ମିଳିତ ହେଉ, ବିଭିନ୍ନ ଜଗତ ସହ ସଜ୍ଞାନ ସମ୍ବନ୍ଧ ସ୍ଥାପନ କରିବାର ସାମର୍ଥ୍ୟ ଅର୍ଜନ କରୁ। ପର ମୁହୂର୍ତ୍ତରେ ପୁଣି ତୁ ଚାହୁଁ ସେ ଯେପରି ନିଜକୁ ଭୁଲିଯାଉ ଏବଂ ହୋଇଉଠୁ କେବଳ ତୋର କାର୍ଯ୍ୟକାରୀ ଶକ୍ତି, ଏବଂ ଦୁଇଟିରେ ହିଁ ମିଳେ ତୋ ଇଚ୍ଛାଶକ୍ତି ସହ ସାଯୁଜ୍ୟ ସାଧନର ପରମ ବିଧାନ। ଆଜି ସକାଳେ ମୋର ସମଗ୍ର ଆଧାର ହୋଇଉଠିଛି ନିର୍ବାକ ଆରାଧନା। ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରିଦେଇଛି। ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରିଦେଇଛି। ମା।